କିଛି ଗୁରୁତ୍ୱପୂର୍ଣ୍ଣ କଥା ଆସନ୍ତୁ ଜାଣିବା। ତିନୋଟି ଜିନିଷ ଧ୍ୟାନରେ ରଖିଲେ ଉନ୍ନତି ହୁଏ: ଈଶ୍ୱର, ପରିଶ୍ରମ ଓ ବିଦ୍ୟା। ତିନୋଟି ଜିନିଷକୁ କେବେ ଛୋଟ ଭାବନ୍ତୁ ନାହିଁ: ରୋଗ, ଶତ୍ରୁ ଓ କରଜ। ଏହି ତିନୋଟି ଜିନିଷକୁ ସବୁବେଳେ ନିଜ ଅଧୀନରେ ରଖ: ମନ, କାମ ଓ ଲୋଭ। ତିନୋଟି ଜିନିଷ ଥରୁଟିଏ ଚାଲିଗଲେ ଆଉ ଫେରେ ନାହିଁ: ଧନୁରୁ ବାଣ, ମୁଖରୁ ବାଣୀ ଆଉ ଶରୀରରୁ ପ୍ରାଣ। ଏହି ତିନୋଟି ଜିନିଷ ଆପଣଙ୍କୁ ଦୁର୍ବଳ କରିଦିଏ: ଖରାପ ଗୁଣ, ଅହଙ୍କାର ଓ କ୍ରୋଧ। ତିନୋଟି ଜିନିଷକୁ ଆପଣଙ୍କ ପାଖରୁ କେହି ଚୋରି କରିପାରିବେ ନାହିଁ: ଜ୍ଞାନ, ଚରିତ୍ର ଓ ଦକ୍ଷତା। ତିନି ଜଣଙ୍କୁ ବିପଦ ସମୟରେ ଚିହ୍ନି ହୁଏ: ସ୍ତ୍ରୀ, ଭାଇ ଓ ବନ୍ଧୁ। ତିନି ଜଣଙ୍କ ଉପରେ ସବୁବେଳେ ଦୟା କର: ଶିଶୁ, ପାଗଳ ଓ ଭୋକିଲା ଲୋକ। ତିନୋଟି ଜିନିଷକୁ କେବେ ଭୁଲନ୍ତୁ ନାହିଁ: ସାହାଯ୍ୟ, କର୍ମ ଓ ମନ। ଆଉ ତିନୋଟି ଜିନିଷକୁ ସବୁବେଳେ ମନେ ରଖିବା ଉଚିତ: ସତ୍ୟ, କର୍ତ୍ତବ୍ୟ ଓ ମୃତ୍ୟୁ। ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କର ମୂଲ୍ୟବାନ ମତାମତ ନିଶ୍ଚୟ ଜଣାଇବେ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।